ଲୋକନାଥ ଜୟଜୀବ ଆପଣ ଏ ମୁନି ସମାଜରେ କେତେ ଦିନ ହେଲାଣି ଲୋକଙ୍କ ଉନ୍ନତି ଉପଲକ୍ଷେ ମୁନି ସମାଜର ଯେଉଁ ଯୋଗ ଲୋକଙ୍କୁ ପ୍ରଦାନ କରୁଛନ୍ତି ସେଥିରେ କ'ଣ ବେନିଫିଟ୍ ହେଉଛି ସେ ବିଷୟରେ କିଛି କହିବେ? ନିଶ୍ଚିତ ଭାବରେ ଲୋକମାନଙ୍କର ଆୟୁ ଆରୋଗ୍ୟ କାମନା କରି ଆମେ ମୁନି ସମାଜରେ ଲାଗିଛୁ। ଆଉ ମୁନି ସମାଜ ଏକ ସ୍ୱତନ୍ତ୍ର ବିଚାରକ ସଂସ୍ଥା। ଆଉ ଇଏ ଅନ୍ଧବିଶ୍ୱାସ ଦୂର କରିବାର ସଂସ୍ଥା। ଆଉ ନିଶ୍ଚିତ ଭାବରେ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରି ପ୍ରକୃତ ଶାନ୍ତି ଆରୋଗ୍ୟ ଆୟୁ ଆଉ ପ୍ରକୃତ ସ୍ୱାସ୍ଥ୍ୟ କେମିତି ଲୋକମାନେ ଆନନ୍ଦରେ ରହିବେ ଶାନ୍ତି ପାଇବେ ସେ ବାବଦରେ ମୁନି ସମାଜ ପ୍ରଚାର ପ୍ରସାର ଲାଗିବ। ଆଉ ସିମୁନି ଯେଉଁ ଲେଖିଛନ୍ତି ସିମୁନି ତ କହିବା କଥା ତାଙ୍କର ରୋଗ ନାହିଁ ହେଲା କି, ଯେଉଁ ସଂସାରରେ ରୋଗ ଚିଲଉଛନ୍ତି କିନ୍ତୁ ରୋଗ ନାହିଁ, ସେ ବିଷୟରେ କ'ଣ କହିବେ? ରୋଗ ବୋଲି କିଛି ନାହିଁ। ରୋଗଟା ହେଉଛି ଆମର ନିଜର କର୍ମର ଫଳ। ଯେତେବେଳେ ଆମେ ରୋଗ ଆକାରରେ ବିପତ୍ତି ଆକାରରେ ଦୁଃଖ ଆକାରରେ କଷ୍ଟ ଆକାରରେ ଆମେ ସବୁ ପାଉଛୁ, ଏ ଆମର ନିଜର କର୍ମ ଫଳ ଆସି ଯୋଡ଼ି ଯାଉଛି। ତେଣୁ ଇଏ କର୍ମର ଫଳ, ରୋଗ ବୋଲି କିଛି ସଂସାରରେ ନାହିଁ। ରୋଗ ଆମର ମନର ଗୋଟେ ବିକାର, ତା ବ୍ୟତୀତ ରୋଗ ବୋଲି ସଂସାରରେ କିଛି ନାହିଁ। ଯେତେବେଳେ ସାଧନ କରିବ ଜଣେ ଉପଲବ୍ଧି କରିବ, ସେ ଜାଣିବ ଯେ ପ୍ରକୃତରେ ରୋଗ ବୋଲି କିଛି ନାହିଁ। ହଉ, ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ। ସପ୍ରେମ ଜୟଜୀବ। ଜୟଜୀବ।